ପିଲାମାନେ ଆଜି ଆମେ ଏକର କ୍ରମିକ ଯୋଗ ପଢ଼ିବା। ଏକର କ୍ରମିକ ଯୋଗ କହିଲେ ପ୍ରତ୍ୟେକ ସଂଖ୍ୟାରେ ଏକ ମିଶାଇବା। ଯେପରିକି ଗୋଟେ ଖାଲି ଯୋଡ଼ିରେ ଗୋଟିଏ ବଲ୍ ରଖିବା। ଖାଲି ଯୋଡ଼ି ଅର୍ଥ 0, 0ରେ 1 ମିଶାଇଲେ କେତେ ହେବ? 1। 0 ଯୁକ୍ତ 1 ସମାନ 1। ତାପରେ ଦେଖ ଗୋଟିଏ ବଲ୍ ସହିତ ଆଉ ଗୋଟିଏ ବଲ୍କୁ ମିଶାଇବା। 1 ଯୁକ୍ତ 1 ସମାନ 2। এই চিহ୍নটিକୁ ମିଶାଣ ଚିହ୍ନ କହିବା। ତାପରେ ଦେଖ এই ଚିହ୍ନଟିକୁ ଆମେ ସମାନ ଚିହ୍ନ ବୋଲି ପଢ଼ିବା। ତେବେ ଆସ 1ରେ କ୍ରମିକ ଯୋଗ ପଢ଼ିବା, ମନେ ରଖିବା ଏବଂ ଅଭ୍ୟାସ କରିବା। 0 ଯୁକ୍ତ 1 ସମାନ 1, 1 ଯୁକ୍ତ 1 ସମାନ 2, 2 ଯୁକ୍ତ 1 ସମାନ 3, 3 ଯୁକ୍ତ 1 ସମାନ 4, 4 ଯୁକ୍ତ 1 ସମାନ 5, 5 ଯୁକ୍ତ 1 ସମାନ 6, 6 ଯୁକ୍ତ 1 ସମାନ 7, 7 ଯୁକ୍ତ 1 ସମାନ 8, 8 ଯୁକ୍ତ 1 ସମାନ 9, 9 ଯୁକ୍ତ 1 ସମାନ 10, 10 ଯୁକ୍ତ 1 ସମାନ 11, 11 ଯୁକ୍ତ 1 ସମାନ 12, 12 ଯୁକ୍ତ 1 ସମାନ 13, 13 ଯୁକ୍ତ 1 ସମାନ 14, 14 ଯୁକ୍ତ 1 ସମାନ 15, 15 ଯୁକ୍ତ 1 ସମାନ 16, 16 ଯୁକ୍ତ 1 ସମାନ 17, 17 ଯୁକ୍ତ 1 ସମାନ 18, 18 ଯୁକ୍ତ 1 ସମାନ 19, 19 ଯୁକ୍ତ 1 ସମାନ 20।